ସୁନ୍ଦରଗଡ଼ ଇବ୍ ନଦୀ କାନାକୁଣ୍ଡରେ ପୁଣି ଅଘଟଣ। ଗାଧୋଇବାକୁ ଯାଇ ଭାସିଗଲେ 2 ଯୁବକ। ତଲସରା ଥାନା ବାଲିଶଙ୍କରା ବ୍ଲକ ଘୋଗର ପର୍ଯ୍ୟଟନ ସ୍ଥଳୀରେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର 3 ଯୁବକ ଜୟନାରାୟଣ ପାତ୍ର, ରୋଶନ ପାଶ୍ୱାନ ଓ ଆକାଶ ସାହୁ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଆସିଥିଲେ। 3 ଜଣ ସାଙ୍ଗ ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ 3 ଜଣ ଯାକ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। କିନ୍ତୁ ଆକାଶ ସାହୁ ପହଁରା ଜାଣିଥିବାରୁ ସେ ବର୍ତ୍ତି ଯାଇଥିଲେ। କିନ୍ତୁ ରୋଶନ ଏବଂ ଜୟନାରାୟଣ ଭାସି ଯାଇ ନିଖୋଜ ରହିଛନ୍ତି। ଘଟଣାସ୍ଥଳରେ ବାଲିଶଙ୍କରା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୂର୍ବରୁ ଏହି ସ୍ଥାନରେ 6 ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୁଁ ତହସିଲଦାର ବାଲିଶଙ୍କରା କୁନ୍ତିରାଣୀ ନାୟକ। ମୁଁ ଖବର ପାଇକି ଏଠିକି କାହ୍ନାକୁଣ୍ଡକୁ ଆସିଛି। ଏଠି 3 ଜଣ ଆସିଥିଲେ ଆକ୍ଚୁଆଲି ବାମ୍ରାରୁ। ସେମାନେ ଗାଧୋଇବା ପାଇଁ ପଶିଥିଲେ। ଜଣେ ଅଛି ଯେ କି ଆକାଶ ସାହୁ, ସେ ତାଙ୍କ କହିବା ଅନୁସାରେ ସେମାନେ ଗାଧୋଇବାକୁ ପଶିଥିଲେ। ଆଉ ରୋଶନ ପାଶ୍ୱାନ, ତାଙ୍କର ପିତା ହେଲେ ଉମେଶ ପାଶ୍ୱାନ, ବାମଡ଼ା ଡିଷ୍ଟ୍ରିକ୍ଟ ସମ୍ବଲପୁର, ଆଉ ତାଙ୍କର ବୟସ 21 ବର୍ଷ। ସେ ଆଉ ଜୟନାରାୟଣ ପାତ୍ର, ତାଙ୍କର ବାପା ହେଲେ ସୁମାଂଶୁ ପାତ୍ର, ବାମଡ଼ା ଡିଷ୍ଟ୍ରିକ୍ଟ, ବାମଡ଼ାର ସେମାନେ ସମ୍ବଲପୁର ଡିଷ୍ଟ୍ରିକ୍ଟ। ତାର ବୟସ 22 ବର୍ଷ। ସେମାନେ ଯେତେବେଳେ ଗାଧୋଇବାକୁ ପଶିଛନ୍ତି, ଏଇ 2 ଜଣ ଯାକ ଭାସିଗଲା ପରେ ଏଇ ଯୋଉ ଆଉ ଜଣେ ଯିଏ ବଞ୍ଚିଛି ସେମାନଙ୍କୁ ଆଣିବା ପାଇଁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ସେ ବି ଭାସି ଯାଉଥିଲା, କିନ୍ତୁ ସେ ପଥରକୁ ମାନେ ଧରିକି ଅଟକିକି ସେ କୂଳକୁ ଆସିଲା। ଆସିକି ବାକି ଫାୟାର ଷ୍ଟେସନକୁ ଖବର ଦେଇକି 1:30 ବେଳରୁ ଏଇଠି ସର୍ଚ୍ଚ ଅପରେସନ ଚାଲିଛି। ଫାୟାର ଷ୍ଟେସନ, ପୋଲିସ ସମସ୍ତେ ଆଭେଲେବୁଲ ଅଛନ୍ତି। ଆଉ ତାଙ୍କର ଚାଲିଛି ସର୍ଚ୍ଚ ଅପରେସନ। ସବଡେଗାରେ ଯୋଉ ନଦୀଟା ବୋହି ଯାଇଛି, ସେଠି ବି ଫାୟାର ବାଲା ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତାଙ୍କ କହିବା ଅନୁସାରେ ସନ୍ଧ୍ୟା ପର୍ଯ୍ୟନ୍ତ ଯଦି ସେମାନେ ମିଳିବେନି, ତାହେଲେ ପୁଣି କାଲି ବି ତାଙ୍କର ସର୍ଚ୍ଚ ଅପରେସନ ଜାରି ରହିବ। ଏ ଇନଫର୍ମେସନ ଆମର ପ୍ରଶାସନ ତରଫରୁ ଏଠି ଡେଞ୍ଜର ଜୋନ୍ ବୋଲି ଲେଖା ହେଇଛି। ଆଉ କୁହା ବି ହଉଛି, ଯେତେବେଳେ ବି ଆମେ ମିଟିଂ କରୁଛୁ ସବୁବେଳେ କହୁଛୁ ଯେ କାହ୍ନାକୁଣ୍ଡରେ ଏମିତି ଆଗରୁ ବହୁତ ଘଟଣା ଘଟୁଛି, କେହି ବି ଭିତରକୁ ପଶିବ ନାହିଁ, ତଥାପି ଲୋକ ମାନନ୍ତିନି। ଆଉ ଆମେ ତ ଯେତେବେଳେ ମିଟିଂ କରୁ କହୁ, ବିଭିନ୍ନ ମିଟିଂରେ ବି କହୁ ଯେ କେହି ସେଲ୍ଫି ନେବନି। ସେଲ୍ଫି ପଥର ଉପରେ ଠିଆ ହେଇକି ସେଲ୍ଫି ନେଉଥିବ, ଗୋଡ଼ ଖସିଯିବ, ପଡ଼ିଯିବ। ଆଉ ଏମିତି ବହୁତ ଘଟଣା ହଉଛି, ସେମିତି କରିବନି ବୋଲି ବି ଆମେ ସବୁବେଳେ ଲୋକଙ୍କୁ କହୁଛୁ, ସଚେତନ କରଉଛୁ। ମୋ ନାଁ ହେଉଛି ଆକାଶ ସ୍ୱାଇଁ। ଏଇଟା ଆମେ ବାମାରାୟଣ ଗୋବିନ୍ଦପୁର ନେଇଥିଲୁ 3 ଜଣ। ତ ମୁଁ ଜୟନାରାୟଣ ପାତ୍ର, ରୋଶନ ପାଶ୍ୱାନ, ମଣିକ୍ରେ ଆମେ ମାର୍କେଟିଂ ସୁନ୍ଦରଗଡ଼ ଯାଇଥିଲୁ। ବଟ୍ ମଜାରେ କହିଲେ କି କାନକୁଣ୍ଡ ଯେଉଁ ଟିକେ ବୁଲିକି ଆସିବା ପାଇଁ, ବୋଲେ ମଜାରୁ ଏଠି ସବଡେ ଯାଇକି ପଳେଇ ଆଇଲୁ କାନକୁଣ୍ଡ ବୁଲିବା ପାଇଁ। ସେଠି ଏଇଠି ଆସିଲୁ, ଆଉ କପଡ଼ା ହାତ ରଖିଲୁ ଗାଧୋଇବା ପାଇଁ। ଗାଧୋବାର ମୁଁ ନିଜେ ଗାଧିକି ଯାଇଥିଲୁ, ବଟ୍ ମୋର ଲାଗଲା ବେଲେ ଗାଧୋଇବା କ'ଣ କହିଲେ। ତ ଗାଧୋଉଥିଲୁ ବେଲେ 3ଟା ସାଙ୍ଗେ ଗାଧୁଥିଲୁ। ବଟ୍ ଗୋଟେ ପହଁରି ଜାଣୁନି, ଗୋଟେଟା ପହଁରି ଜାଣି ଆମେ ଜାଣିଥିଲୁ ସେଇଟା। ତ ସେଥିପାଇଁ ତାକୁ ଧରିକି ଧୀରେ ଧୀରେ ଗାଧୁଥିଲୁ ଆମେ। ବୋଲେ ସେ ବାଳ ଯୋଉଟା ଆଇଲା ଏନ୍ତା ବାଳ ଯେ 2ଟାକୁ ନେଇଗଲା। ବୋଲେ ସେ ଚିଲ୍ଲାଇଲା ବେଲେ ମୁଁ ବି ଡେଇଦେଲି। ମୁଁ ବି ତା ପାଖକୁ ଗଲି ବଞ୍ଚେଇବା ପାଇଁ। ହେଲେ ମୁଁ ଲେକିନ୍ ପାରିଲିନି, ଧରି ପକାଲି ପଥରକୁ। ବାକି ସେମାନେ ଟିକେ ଡିଭାଇଡ୍ ହେଇକି ଆଗକୁ ପଳେଇ ଗଲେ। ଏଇଟା 12:50ରେ 1 ବଜ ପାଖେ। ଆମେ ତ ଏବେ ଆମେ ଆସିନି କେବେ ଏଠିକୁ, ଆମେ ଜାଣିନଥି। ଆମେ ୟୁଟ୍ୟୁବ ଦେଖିକି ପଳେଇ ଆସିଲୁ।